हेलो गाइस ମୁଁ ଆଜି ଆମ ଫାର୍ମକୁ ଆସିଥିଲି ଆଉ ସେଠି ମାନେ ଏତେ ସୁନ୍ଦର ଲାଗିଲା। ଆମ୍ବ ତ ତୋଳା ହେଇଯାଇଛି ବଟ୍ ଏବେ ଆଉ କିଛି କିଛି ଆମ୍ବ ଅଛି। ଦେଖିବେ କେତେ ସୁନ୍ଦର ଆମ୍ବ, ଦେଖନ୍ତୁ ଏତେ ପାଖରେ ଆମ୍ବ ହେଇଛି। ଦେଖନ୍ତୁ ଏଠି ମୋ ପାଖରେ ଗୋଟେ ଆଉ କଣ ଗୋଟେ କାମୁଡ଼ି ଦେଲାଣି। ଦେଖଉଛି ଏଇଠି ଏଠି ଆଉ ଗୋଟେ ଆଉ ଏଠି ଦେଖିପାରୁଥିବେ। ମୁଁ ଆଉ ତଳକୁ ଯିବିନି, ଗଳି ଧରି ପଡ଼ିବି। ବାଉନି ହାତ ଏଠି ଗୋଟେ ବହୁତ ବଡ଼ ବଡ଼ ଆମ୍ବ, ଇଏ ଆହୁରି ବଡ଼ ଘରେ କହୁଥିଲେ। ମାନେ ଏ ବର୍ଷ ପ୍ରଥମ କରିଛି ଏ ଫଳ, କେତେ ସୁନ୍ଦର ଦେଖାଯାଉଛି। ଆଉ ଆମର ଏଠି ଲାଗିଛି ଝାଉଁ ଗଛ, ଝାଉଁ ଦେଖ, ଝାଉଁ ଗଛ ଦେଖ, ଏଇଟା ମୋ ଗଡ଼ିଆ, ଏଇଟା ମୋ ଫାର୍ମ, କୁକୁଡ଼ା ଫାର୍ମ। ଏଇଟା ସଫା ହେଇଛି, ଆଉ ଥରେ କୁକୁଡ଼ା ପଡ଼ି ସାରିଲାଣି ଏଠି। ଆଉ ଏଠି କେତେ ଗଛ ସବୁ ଲାଗିଛି ଦେଖନ୍ତୁ। ଆଉ ଆମର ଏଠି ପିଣ୍ଡି ଭଳିଆ ଗୋଟେ ହେଇଛି, ଏଠି ସମସ୍ତେ ବସିବାକୁ ବହୁତ ବଢିଆ ଲାଗେ। ସେଠି ମୋ ମାମା ସେଠି ଆମର ପୋଟଳ ଗଛରୁ ଘାସ ପଡୁଛନ୍ତି। ଏଇଟା ଆଖୁ ଗଛ, ଏଇ ଆଖୁ କନିଆରି ଫୁଟିଛି, ଛୋଟ ଗଛ ଦେଖ କେଡ଼େ ଛୋଟ ଗଛ କିନ୍ତୁ ଫୁଲ ଫୁଟିଲାଣି। ବର୍ଷା ହେଲା ଗାଇସ୍, ଦେଖନ୍ତୁ ବର୍ଷା ହେଲା। ଦେଖିଯିବା ଏଠି ଆମର ପୂର୍ଣ୍ଣିମା ବୋଲି ଜଣେ ଲେଡିଙ୍କର ଏଠି ଆମ୍ବ ଝୁଲିଛି। ଏଇ ଆମ୍ବ ଝୁଲାଟାକୁ ନେଇ ମୁଁ ଏବେ ମୋ ନଣନ୍ଦ ମାନଙ୍କୁ ପ୍ରଦାନ କରିବି। ବର୍ଷା ହଉଛି, ଖରା ହଉଛି, ବିଲୁଆ ନନା ବାହା ହଉଛି। ଦେଖିଲେ ଗାଇସ୍, ଆଜି ବିଲୁଆ ନନା ବାହା ହଉଛି। ସେଠି ପୋଟଳ କିଆରିରେ ପଶିକି କଣ ଭାଡି ବାନ୍ଧୁଛନ୍ତି କି କଣ। ଦେଖନ୍ତୁ କେତେ ସୁନ୍ଦର ମାନେ ଭିଉ ଆସୁଛି, ଆପଣ ଦେଖିକି ଖୁସି ହେଇଯିବେ। ମୁଁ ତ ଖୁସି ହେଇଯାଉଛି। ଏଇ ଭିଉ କଣ ଆମେ ଘରେ ବସି ଦେଖିପାରିବା? ଆମ ଫାର୍ମରେ ହିଁ ଦେଖିପାରିବା। କେତେ ସୁନ୍ଦର ଗଛ, କେତେ ଗୁଆ ପଟାଳି। ମତେ ଶାଶୁ ମା ବୁଲିକି ଚାହିଁଲେ ବି ଡର ଲାଗିଲାଣି।